जननी जनम भूई एई मोर माँ भूली नाही न भूलिबी केबे तार ना दिने हेले केबे से तो देई नाही गाली माँ परी करे मते जीवन संखाली। एही पंक्ति सहित मु तुमମାନଙ୍କୁ ସମସ୍ତଙ୍କୁ ଆଜିର ଏହି ଓଡ଼ିଆ ପାଠ୍ୟଦାନ କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛି। ତା ସଙ୍ଗେ ସଙ୍ଗେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ମଧ୍ୟ ମୋର ନମସ୍କାର ଏବଂ ସ୍ୱାଗତ। ମୁଁ ହେଉଛି ଶୁଭଲକ୍ଷ୍ମୀ ରଣା, ସରକାରୀ ଉଚ୍ଚ ବିଦ୍ୟାଳୟ ଉଜ୍ଜଳପୁରର ସହକାରୀ ଶିକ୍ଷୟିତ୍ରୀ। ପିଲାମାନେ, ଆଜି ଆମେ ତୁମ ସାହିତ୍ୟ ବହିର ଗଦ୍ୟ ବିଭାଗର ଦ୍ୱିତୀୟ ଗଦ୍ୟ ଜନ୍ମଭୂମିର ପ୍ରଥମ ଭାଗକୁ ଆଲୋଚନା କରିବା। ତାହେଲେ ଚାଲ ସ୍ମାର୍ଟ ବୋର୍ଡକୁ ଯିବା। ଆମର ଆଜିର ଆଲୋଚ୍ୟ ବିଷୟ ହେଉଛି ଜନ୍ମଭୂମି। ପିଲାମାନେ, କିଏ ମୋତେ କହିପାରିବ କି ଜନ୍ମଭୂମିର ଅର୍ଥ କ'ଣ ବା ଜନ୍ମଭୂମି କାହାକୁ କହିବା? ଜନ୍ମଭୂମି କାହାକୁ କହିବା? କାହା ଜାଣିଛ କୁହ? ଜନ୍ମଭୂମି ବିଷୟରେ ତୁମେ ଛୋଟରୁ ଅନେକ କବିତା ପାଠ ପଢି ପଢି ଆସିଛ। ଚନ୍ଦ୍ର ସ୍କୁଲ ଆଉଥରେ କୁହ। ଆମ ଗାଁକୁ ଆମେ ଯେଉଁଠାରେ ଆମେ ଜନ୍ମ ହୋଇଥାଉ, ଛୋଟରୁ ବଡ଼ ହୋଇଥାଉ, ତାକୁ ଜନ୍ମଭୂମି କୁହାଯାଏ। ଜନ୍ମଭୂମି ବୋଲି କହିଥାଉ। ବହୁତ ଧନ୍ୟବାଦ। ବସ। ତାହେଲେ ଯେଉଁ ଭୂମିରେ ଆମେ ଜନ୍ମ ନେଇଛେ, ଯାହାର ମାଟି ପାଣି ପବନରେ ଆମର ଶରୀର ଗଢା, ସେଇଟା ଆମର ଜନ୍ମଭୂମି। ପ୍ରଥମେ ଆମେ ପ୍ରାବନ୍ଧିକଙ୍କ ପରିଚୟ ଟିକେ ଦେଖିନେବା। ସେ କେଉଁଠାରେ ଜନ୍ମ ହୋଇଥିଲେ, ତାଙ୍କର ମାତା କିଏ, ପିତା କିଏ, ସେ କେଉଁ କେଉଁ ରଚନାବଳୀ ସହ ଆମକୁ ଭେଟି ଦେଇଯାଇଛନ୍ତି। ଆମର ଏଇ ପ୍ରବନ୍ଧର ପ୍ରାବନ୍ଧିକ ହେଉଛନ୍ତି କୃଷ୍ଣଚନ୍ଦ୍ର ପାଣିଗ୍ରାହୀ। ସେ 1909 ମସିହାରେ ଆମର ସାଗର ପାଣିଗ୍ରାହୀ, ପିତା ସାଗର ପାଣିଗ୍ରାହୀ ଏବଂ ମାତା ସରସ୍ୱତୀ ଦେବୀଙ୍କର କୁଳମଣ୍ଡନ କରିଥିଲେ। ସେ ଏକାଧାରରେ ଥିଲେ ଜଣେ ପ୍ରସିଦ୍ଧ ଐତିହାସିକ ଓ ପ୍ରାବନ୍ଧିକ। ପିଲାମାନେ, ଆମେ ଐତିହାସିକ କାହାକୁ କହିବା? ନା ଯିଏ ଇତିହାସ ଲେଖନ୍ତି। ଇତିହାସ କ'ଣ ଅଟେ? ନା ଅତୀତର ଘଟଣାବଳୀ ସବୁ, ଯାହାକି ସତ୍ୟ ଉପରେ ଆଧାରିତ। ତେଣୁ ଆମର ଯୋଉ ପ୍ରାବନ୍ଧିକ ବା ଲେଖକ ଜଣେ ଐତିହାସିକ ମଧ୍ୟ ଥିଲେ ଏବଂ ପ୍ରାବନ୍ଧିକ ଥିଲେ। ପ୍ରାବନ୍ଧିକ କିଏ? ଯିଏ ପ୍ରବନ୍ଧ ରଚନା କରନ୍ତି। ଆମର ପ୍ରାବନ୍ଧିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ମୟୂରଭଞ୍ଜ ଜିଲ୍ଲାର ଖିଚିଂ ଠାରେ ଜନ୍ମଗ୍ରହଣ କରିଥିଲେ। ଖିଚିଂ ଯୋଉଟାକି କିଚକେଶ୍ୱରୀ ମନ୍ଦିର ପାଇଁ ପ୍ରସିଦ୍ଧ ଅଟେ। ଅଧ୍ୟାପନା ସହିତ ପ୍ରତ୍ନତତ୍ତ୍ୱ ଗବେଷଣାରେ ବ୍ୟାପୃତ ରହି ସେ ବହୁ ନୂତନ ଐତିହାସିକ ତଥ୍ୟର ସନ୍ଧାନ କରିଥିଲେ। ତାହେଲେ ବ୍ୟାପୃତ କ'ଣ? ନା ନିଯୁକ୍ତ। ବ୍ୟାପୃତର ଅର୍ଥ ହେଉଛି ନିଯୁକ୍ତ ରହି। ପ୍ରତ୍ନତତ୍ତ୍ୱ କ'ଣ? ପିଲାମାନେ, ତବେ ଇତିହାସରେ ବିଭିନ୍ନ ସଭ୍ୟତା ବିଷୟରେ ପଢିଛ। ମେସୋପୋଟାମିଆ ସଭ୍ୟତା, ମିଶର ସଭ୍ୟତା, ହରପ୍ପା ସଭ୍ୟତା, ମହିଞ୍ଜୋଦାରୋ ସଭ୍ୟତା। ସେଇ ସଭ୍ୟତା ମାନଙ୍କରେ ସେ କାଳ ଲୋକମାନେ ଯୋଉ ହାତ ହତିଆର ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଥିଲେ, ବାସନ କୁସନ ବ୍ୟବହାର କରୁଥିଲେ, ମୁଦ୍ରା ବ୍ୟବହାର କରୁଥିଲେ, ତାହା ଏବେ ଆମେ ଆମ ପାଠ ବହିରେ ଜାଣିପାରୁଛେ। ତାହେଲେ ସେଟା ସବୁ କିଏ ଆମ ମାନଙ୍କ ପାଖକୁ ପହଞ୍ଚେଇଲା? ନା ସେଇ ପ୍ରତ୍ନତତ୍ତ୍ୱବିତ୍ ମାନେ। ପ୍ରତ୍ନର ଅର୍ଥ ହେଲା ପୁରୁଣା, ତତ୍ତ୍ୱର ଅର୍ଥ ହେଲା ଜ୍ଞାନ। ପୁରୁଣା ଜିନିଷ ଉପରେ ଯିଏ ଗବେଷଣା କରିକି ଜ୍ଞାନ ଲାଭ କରିଥାନ୍ତି, ସେମାନେ ହେଲେ ପ୍ରତ୍ନତତ୍ତ୍ୱବିତ୍। ଆମର ଲେଖକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ସେ ମଧ୍ୟ ଜଣେ ପ୍ରତ୍ନତତ୍ତ୍ୱବିତ୍ ଥିଲେ। ତେଣୁ ଅଧ୍ୟାପନା ସହିତ ପ୍ରତ୍ନତତ୍ତ୍ୱ ଗବେଷଣା ମଧ୍ୟ ସେ କରୁଥିଲେ ଏବଂ ସେଥିରେ ନିଯୁକ୍ତ ରହି ସେ ବହୁ ନୂତନ ଐତିହାସିକ ତଥ୍ୟର ସନ୍ଧାନ କରିଥିଲେ। ଅବଶେଷ ବିଷୟରେ ଇଂରାଜୀରେ ଲିଖିତ ତାଙ୍କର ଗବେଷଣା ଗ୍ରନ୍ଥ ଅତ୍ୟନ୍ତ ଉପାଦେୟ ସୃଷ୍ଟି। ସତ୍ୟ ସହିତ ତଥ୍ୟର ସମନ୍ୱୟ, ଅକାଟ୍ୟ ଯୁକ୍ତି ଓ ମନ୍ଦ୍ର ଗମ୍ଭୀର ଭାଷା ତାଙ୍କ ପ୍ରବନ୍ଧ ଗୁଡ଼ିକୁ ଅନୁପମ ମର୍ଯ୍ୟାଦା ପ୍ରଦାନ କରିଥାଏ। ତାହେଲେ ତିନୋଟି ଯୋଉ ଆମେ ପଢିଲେ, ତିନୋଟି ଜିନିଷ କ'ଣ? ସତ୍ୟ ସହିତ ତଥ୍ୟର ସମନ୍ୱୟ, ଅକାଟ୍ୟ ଯୁକ୍ତି ଓ ମନ୍ଦ୍ର ଗମ୍ଭୀର ଭାଷା। ଏଇଟା ସବୁ କ'ଣ? ଏଇଟା ହେଲା ଆମର ଲେଖକଙ୍କର ଲେଖାର ସ୍ୱତନ୍ତ୍ରତା। ସବୁ କବି ଲେଖକଙ୍କର ଗୋଟେ ଗୋଟେ ସ୍ୱତନ୍ତ୍ରତା ଥାଏ ତାଙ୍କର ଲେଖାର, ହେଲା। ଏଇଟା ହଉଛି ଆମର ଲେଖକଙ୍କର ସ୍ୱତନ୍ତ୍ରତା। ସତ୍ୟ ସହିତ ତଥ୍ୟର ସମନ୍ୱୟ। ସତ୍ୟ କ'ଣ? ନା ଆମେ ଜାଣିଛେ ସେ ଜଣେ ଐତିହାସିକ ଥିଲେ। ଇତିହାସ ଅର୍ଥ କ'ଣ? ଅତୀତର ସବୁ ଘଟଣାବଳୀ, ଯୋଉଟା କି ନିରାଟ ସତ୍ୟ କଥା, ସେଥିରେ ମିଛ ନଥାଏ। ତେଣୁ ସେଇ ସତ୍ୟ ସହିତ ତଥ୍ୟର ସମନ୍ୱୟ କରିକି ଲେଖୁଥିଲେ। ଅକାଟ୍ୟ ଯୁକ୍ତି, ଆମେ ତାଙ୍କର ଲେଖା ଗୁଡ଼ିକରେ ଅକାଟ୍ୟ ଯୁକ୍ତି ପାଇପାରିବା, ଯୋଉଟାକୁ ଅକାଟ୍ୟ ଅର୍ଥ ଯୋଉଟା କେହି କାଟି ପାରିବେ ନାହିଁ, ଯୋଉଟା ନିରାଟ ସତ୍ୟ। ମନ୍ଦ୍ର ଓ ଗମ୍ଭୀର। ମନ୍ଦ୍ର ଅର୍ଥ ହେଲା ଗଭୀର ଓ ଗମ୍ଭୀର ଭାଷା। এই তিনোটি জিনিস କ'ଣ କରିଛି ନା ତାଙ୍କ ପ୍ରବନ୍ଧ ଗୁଡ଼ିକୁ ଅନୁପମ ମର୍ଯ୍ୟାଦା ପ୍ରଦାନ କରିଛି। ତାଙ୍କର ସୃଷ୍ଟି ସମ୍ଭାର ଯୋଉ ରଚନାବଳୀ ସେଗୁଡ଼ିକ ସେ ଆମକୁ ଦେଇଯାଇଛନ୍ତି, ସେଗୁଡ଼ିକ ହେଲା ଆମର ପ୍ରବନ୍ଧ ମାନସ
ଇତିହାସ କିମ୍ବଦନ୍ତୀ, ସାରଳା ସାହିତ୍ୟର ଐତିହାସିକ ଚିତ୍ର ଏବଂ ମୋ ସମୟର ଓଡ଼ିଶା। ଏଇଟା ହେଲା ଆମର ଲେଖକଙ୍କର ଆତ୍ମଜୀବନୀ। ତୁମ ପାଇଁ ଦିଟା ଯାକ ବେଶୀ ଇମ୍ପୋର୍ଟାଣ୍ଟ ଅଟେ, ପ୍ରବନ୍ଧ ମାନସ ଏବଂ ମୋ ସମୟର ଓଡ଼ିଶା। ପ୍ରଶ୍ନରେ ଆସିଯିବ ଲେଖକଙ୍କ ଆତ୍ମଜୀବନୀର ନାମ କଣ? ଉତ୍ତର କଣ ହେବ? ମୋ ସମୟର ଓଡ଼ିଶା। ଜନ୍ମଭୂମି ପ୍ରବନ୍ଧଟି ଲେଖକଙ୍କ କେଉଁ ପୁସ୍ତକରୁ ଆସିଛି କହିଲେ ଉତ୍ତର କଣ ହେବ? ନା ପ୍ରବନ୍ଧ ମାନସ। ପ୍ରବନ୍ଧର ପୃଷ୍ଠଭୂମି କଣ? ପ୍ରବନ୍ଧରେ ଆମେ କୋଉ ସବୁ ଜିନିଷ ବିଷୟରେ ଜାଣିବାକୁ ପାଇବା? ନା ପ୍ରବନ୍ଧ ମାନସ ପୁସ୍ତକରୁ ପ୍ରବନ୍ଧଟି ସଂଗୃହୀତ, ଏଇଟା ଆମେ ଦେଖିଲେ। ଦ୍ୱିତୀୟରେ ଆମେ ଜାଣିବା ନା ଜନ୍ମଭୂମିର ପ୍ରକୃତ ଅର୍ଥ ସନ୍ଧାନ କରି ଅରଣ୍ୟ ବେଷ୍ଟିତ ନିଜ ପଲ୍ଲୀ ମାଟିର ଅନନ୍ୟ ମହତ୍ଵ ଦର୍ଶାଯାଇଛି। ଜନ୍ମଭୂମିର ପ୍ରକୃତ ଅର୍ଥ ବିଷୟରେ ଏଠାରେ ଲେଖକ କହିଛନ୍ତି ଯେ କାହାକୁ ପ୍ରକୃତରେ ସେ ଜନ୍ମଭୂମି ବୋଲି କହିବେ। ଆଉ ସେଥିରେ ସେ କାହାକୁ ଉଦାହରଣ ଦେଇଛନ୍ତି? ତାଙ୍କର ନିଜର ଉଦାହରଣ ନେଇଛନ୍ତି ଏବଂ ନିଜର ପଲ୍ଲୀ ମାଟିକୁ ହିଁ ସେ କଣ କହିଛନ୍ତି? ଏଇଟା ମୋର ଜନ୍ମଭୂମି ବୋଲି କହିଛନ୍ତି, ଯାହାକି ଆମେ ପରେ ଆଲୋଚନା କରିବା। ତାପରେ ତୃତୀୟରେ ଗ୍ରାମରୁ ରାଜ୍ୟ, ଦେଶ ଓ ବିଶ୍ୱବାସୀ ହେବା ପାଇଁ ଏବଂ ମହାନୁଭବତାର ପରିଧିକୁ ପ୍ରଥମେ ପଲ୍ଲୀରୁ ଆରମ୍ଭ କରିବାକୁ ଆହ୍ୱାନ ଦେଇଛନ୍ତି। ସେ କଣ କହିଛନ୍ତି? ନା ତମେ ଯେତେ ବି ବଡ ମଣିଷ ହୁଅ ନା କାହିଁକି, ପ୍ରଥମେ ପଲ୍ଲୀରୁ ହିଁ ପଲ୍ଲୀବାସୀ ହେବ, ତାପରେ ରାଜ୍ୟବାସୀ, ତାପରେ ଦେଶବାସୀ, ତାପରେ ତୁମେ ବିଶ୍ୱବାସୀ ହେବ। ଏଇଟା ସେ ଆମକୁ ବାର୍ତ୍ତା ଦେଇଛନ୍ତି। ତାପରେ ଶେଷରେ କଣ କହିଛନ୍ତି? ନା ବସୁଧୈବ କୁଟୁମ୍ବକମ୍, ଅର୍ଥାତ୍ ସାରା ବିଶ୍ୱ ଏକ ପରିବାର। ସମଗ୍ର ବସୁଧା ହେଉଛି ଗୋଟିଏ ପରିବାର ସଦୃଶ। ଏଇଟା ମଧ୍ୟ ପରୀକ୍ଷାରେ ଆସେ। ଏଇଟା ତୁମମାନଙ୍କ ପାଇଁ ଇମ୍ପୋର୍ଟାଣ୍ଟ ଅଟେ ହେଲା। ଯାହା ମୁଁ ଇମ୍ପୋର୍ଟାଣ୍ଟ କହୁଛି ସବୁକୁ ଅଣ୍ଡରଲାଇନ୍ କରିକି ରଖ। ଜନ୍ମଭୂମି ପ୍ରବନ୍ଧକୁ ଯେତେବେଳେ ଆମେ ଆଲୋଚନା କରିବା ତାର ନିର୍ଦ୍ଦିଷ୍ଟ କେତୋଟି ଦିଗ ଉପରେ ଆମେ ଆଲୋକପାତ କରିବା ପିଲାମାନେ। ପ୍ରଥମଟି ହେଲା ଜନ୍ମଭୂମି କାହାକୁ କହିବା, ଦ୍ୱିତୀୟଟି ହେଲା ଜନ୍ମମାଟି ପଲ୍ଲୀଭୂମିରେ ପିଲାବେଳର ଅନୁଭୂତି, ତୃତୀୟଟି ହେଲା ଜନ୍ମଭୂମି ସହିତ ବର୍ତ୍ତମାନର ସମ୍ପର୍କ। ତାହେଲେ ଏଟା କାହାର ସମ୍ପର୍କ, କାହାର ପିଲାବେଳର ଅନୁଭୂତି? ନା ଆମର ଲେଖକଙ୍କର। ସେ ଯେତେବେଳେ ଯୁବକ ଥିଲେ ସେତେବେଳେ ସିନା ଜନ୍ମଭୂମି ଲେଖିଛନ୍ତି ପ୍ରବନ୍ଧଟିକୁ, କିନ୍ତୁ ସେ ପିଲାବେଳେ ତାଙ୍କର ଅନୁଭୂତି କଣ ଥିଲା ସେଟା ସେ ଏଇ ପ୍ରବନ୍ଧରେ ଲେଖିଛନ୍ତି। ସେ ବିଷୟରେ ଜାଣିବା। ତାପରେ ଜନ୍ମଭୂମି ସହିତ ବର୍ତ୍ତମାନର ତାଙ୍କର ସମ୍ପର୍କ କିପରି ଅଛି। ବର୍ତ୍ତମାନ ପାଠଟିକୁ ଆଲୋଚନା କରିବା। ମୁଁ ଯେତେବେଳେ ପଢିବି ତୁମେମାନେ ମଧ୍ୟ ତୁମ ବହିରେ ଦେଖୁଥିବ ସେଟା। କାହାକୁ ମୋର ଜନ୍ମଭୂମି ବୋଲି କହିବି? ବ୍ୟାପକ ଅର୍ଥରେ ଏହି ବିଶାଳ ପୃଥିବୀ, ବିଶାଳ ଏସିଆ ମହାଦେଶ, ବିଶାଳ ଭାରତବର୍ଷ, ଓଡ଼ିଶା ଦେଶ ବା ମୋର ଜନ୍ମସ୍ଥାନ ପଲ୍ଲୀଗ୍ରାମ, ଏମାନଙ୍କ ମଧ୍ୟରୁ କେହି କାହାରିଠାରୁ ବିଚ୍ଛିନ୍ନ ହୋଇନଥିବାରୁ ଏ ସମସ୍ତ ମୋର ଜନ୍ମଭୂମି। ପ୍ରକୃତ ଅର୍ଥରେ ମାତୃଗର୍ଭରୁ ପଡ଼ି ଯେଉଁଠାରେ ପ୍ରଥମେ ଭୂମିସ୍ପର୍ଶ କଲି, ଯେଉଁଠାରେ ରୂପ ରସ ଗନ୍ଧର ପ୍ରଥମ ପରିଚୟ ପାଇଲି, ବିଷମ ବିପାକ ବଳେ ଯେ ଅଞ୍ଚଳ ଫଳ ପୁଷ୍ପ ଶାକ ତଣ୍ଡୁଳ ଢାଳି ଦେଇ ଶିଶୁ ପ୍ରାଣକୁ ପରିପୁଷ୍ଟ କଲା, ସେହି ପଲ୍ଲୀ ହିଁ ମୋର ଜନ୍ମଭୂମି, ସେହି ମୋର ମାତା ଧାତ୍ରୀ ଓ ଶିକ୍ଷୟିତ୍ରୀ। ତାହେଲେ ଲେଖକ ଏଇସବୁ ବ୍ୟାପକ ଅର୍ଥରେ କଣ କହୁଛନ୍ତି ପିଲାମାନେ ଏଠି ଧ୍ୟାନ ରଖିଥିବ। ଲେଖକ ଦୁଇଟା ଅର୍ଥରେ ଜନ୍ମଭୂମିର ସଂଜ୍ଞାକୁ ନିରୂପଣ କରିଛନ୍ତି। ଗୋଟିଏ ହେଲା ବ୍ୟାପକ ଅର୍ଥ ଆଉ ଗୋଟିଏ ହେଲା ପ୍ରକୃତ ଅର୍ଥ। ବ୍ୟାପକ ଅର୍ଥରେ ସେ କାହାକୁ ଜନ୍ମଭୂମି ବୋଲି କହିଛନ୍ତି? ନା ଏଇ ବିଶାଳ ପୃଥିବୀ, ବିଶାଳ ଏସିଆ ମହାଦେଶ, ତା ଭିତରେ ଥିବା ଭାରତ, ଭାରତ ଭିତରେ ଥିବା ଓଡ଼ିଶା, ଓଡ଼ିଶା ଭିତରେ ଥିବା ମୟୂରଭଞ୍ଜ ଜିଲ୍ଲା। ଦେଖ ଏଇଟା ହେଲା ଆମର ମୟୂରଭଞ୍ଜ ଜିଲ୍ଲା ହେଲା। ଏଠି ଭଲ ଭାବରେ ଦେଖାଯାଉନି ତେଣୁ ମୁଁ ଓଡ଼ିଶା ମାନଚିତ୍ରକୁ ନେଇଛି। ଏଟା ହେଲା ମୟୂରଭଞ୍ଜ ଜିଲ୍ଲା। ମୟୂରଭଞ୍ଜ ଜିଲ୍ଲାର ଖିଚିଙ୍ଗାରେ ସେ ଜନ୍ମଗ୍ରହଣ କରିଥିଲେ। ତେଣୁ ସେ କହୁଛନ୍ତି ଯେ ଏଇ ସବୁଟା ମୋର ଜନ୍ମଭୂମି। ବ୍ୟାପକ ଅର୍ଥରେ ଯଦି ଦେଖିବା ଏ ସବୁ ହଉଛି ମୋର ଜନ୍ମଭୂମି। ସେ କାହିଁକି ଏପରି କହିଲେ ପିଲାମାନେ? ନା ତମେ ଦେଖ ଖିଚିଙ୍ଗଟା କୋଉଠି ଅଛି? ମୟୂରଭଞ୍ଜ ଜିଲ୍ଲାରେ ରହିଲା। ଏଇଟା ମୟୂରଭଞ୍ଜ ଜିଲ୍ଲା। ମୟୂରଭଞ୍ଜ ଜିଲ୍ଲା କୋଉଠାରେ ରହିଲା? ଓଡ଼ିଶାରେ ରହିଲା। ଓଡ଼ିଶା ଭାରତ ଦେଶରେ ରହିଲା। ଭାରତ ଏସିଆ ମହାଦେଶରେ ରହିଲା। ଏସିଆ ପୃଥିବୀ ଭିତରେ ରହିଲା। ଏମାନେ କେହି କାହାରି ଠାରୁ ବିଚ୍ଛିନ୍ନ ନୁହନ୍ତି, ପରସ୍ପର ସହିତ ସଂଲଗ୍ନ ଅଟନ୍ତି। ତେଣୁ ଏଠାରେ ଲେଖକ କହୁଛନ୍ତି ଯେ ଏ ସବୁ ହଉଛି ମୋର ଜନ୍ମଭୂମି। କିନ୍ତୁ ପ୍ରକୃତ ଅର୍ଥରେ କୋଉଟା? ସେଟା ତ ବ୍ୟାପକ ଅର୍ଥରେ ଗଲା। ପ୍ରକୃତ ଅର୍ଥରେ କୋଉଟା ଜନ୍ମଭୂମି? ନା ମାତୃଗର୍ଭରୁ ପଡ଼ି ଯେଉଁଠାରେ ପ୍ରଥମେ ଭୂମିସ୍ପର୍ଶ କଲି। ତାହେଲେ ସେ ଭୂମିସ୍ପର୍ଶ କୋଉଠାରେ କରିଥିବେ? ନା ସେଇ ଖିଚିଙ୍ଗ ଗ୍ରାମକୁ କହୁଛନ୍ତି। ଯେଉଁଠାରେ ପ୍ରଥମେ ଭୂମିସ୍ପର୍ଶ କଲି, ରୂପ ରସ ଗନ୍ଧ ସ୍ପର୍ଶର ପ୍ରଥମ ପରିଚୟ ପାଇଲି, ବିଷମ ବିପାକ ବେଳେ, ବିଷମ ଅର୍ଥ ହେଲା ଉତ୍କଟ, ବିପାକ ହେଲା ବିପଦ। ଆମେ ଶବ୍ଦାର୍ଥ ଦେଖିବା ପରେ ବିଷମ ବିପାକ ବେଳେ ଯେ ଅଞ୍ଚଳର ଫଳ ପୁଷ୍ପ ଶାକ ତଣ୍ଡୁଳ, ଶାକ ଅର୍ଥ ହେଲା
ଶାଗ, ତଣ୍ଡୁଳ ଅର୍ଥ ହେଲା ଚାଉଳ। ଏଠି ଆମେ ଖାଦ୍ୟ ହିସାବରେ ନେଇପାରିବା। ପୁଷ୍ପ ହେଲା ଫୁଲ। ଯେଉଁ ଅଞ୍ଚଳର ଫଳ, ପୁଷ୍ପ, ଶାକ, ତଣ୍ଡୁଳ ଢାଳି ଦେଇ ଶିଶୁ ପ୍ରାଣକୁ ପରିପୁଷ୍ଟ କଲା, ଯାହାର ଶାକ ତଣ୍ଡୁଳରେ ମୋର ଶିଶୁ ପ୍ରାଣ ରକ୍ଷା ପାଇଲା, ସେହି ପଲ୍ଲୀ ହିଁ ହେଉଛି ମୋର ଜନ୍ମଭୂମି, ସେହି ମୋର ମାତା, ଧାତ୍ରୀ ଏବଂ ଶିକ୍ଷୟିତ୍ରୀ। ମାତା କିଏ? ନା ଯିଏ ଜନ୍ମ ଦେଇଛି। ଧାତ୍ରୀ କିଏ? ଯିଏ ଆମକୁ ପାଳନ କରିଛି, ଜନ୍ମ ଦେଇନି କିନ୍ତୁ ପାଳନ କରିଛି। ଶିକ୍ଷୟିତ୍ରୀ କିଏ? ଯିଏ ଠିକ ସମୟରେ ଆମକୁ ଉପଯୁକ୍ତ ଶିକ୍ଷା ଦେଇଥାଏ। ତାହେଲେ ସେହି ପଲ୍ଲୀ ହିଁ ମୋର ଜନ୍ମଭୂମି ଏବଂ ସେହି ମୋର ମାତା, ଧାତ୍ରୀ ଓ ଶିକ୍ଷୟିତ୍ରୀ ବୋଲି ଏଠାରେ ଲେଖକ କହିଛନ୍ତି। ତାହେଲେ ପ୍ରକୃତରେ କୋଉଟା ଜନ୍ମଭୂମି? ଏଇଟା ହେଉଛି ମୋର ଜନ୍ମଭୂମି ବୋଲି ସେ କହୁଛନ୍ତି ଏବଂ ବ୍ୟାପକ ଅର୍ଥରେ ସବୁଟା ହେଲା ତାଙ୍କର ଜନ୍ମଭୂମି। ଆୟୁଷର୍ଯ୍ୟ ଯେତେ ବେଶୀ ବଢି ଚାଲିଛି ତା ସହିତ ମୋର ସମ୍ବନ୍ଧ ସେତେ ବେଶୀ ଘନିଷ୍ଠ ହେବାର କଥା, କିନ୍ତୁ ଏ ସମ୍ବନ୍ଧ ଦିନକୁ ଦିନ କ୍ଷୀଣ ହୋଇ ଯେପରିକି ଲୀନ ହେବାକୁ ବସିଛି। ସମୟ ସ୍ରୋତରେ ନିଃସହାୟ ଶୁଷ୍କ ତୃଣ ପରି ମୁଁ ଭାସି ଚାଲିଛି। ମୋର ଜନ୍ମଭୂମିକୁ ଫେରିଯିବା ପାଇଁ ମୋର ନୈତିକ ସାହସ ନାହିଁ। ଏହା ଭିତରେ ମୋର ପୁନର୍ଜନ୍ମ ଘଟିଯାଇଛି। ଆଜି ମୁଁ ତାର ରୂପକୁ ଜାତିସ୍ମର ପରି ଖାଲି ସ୍ମରଣ କରେ। ରାଶି ରାଶି ଶାଳତରୁ ମଧ୍ୟରେ ତଟିନୀ ବେଷ୍ଟିତ ଭଞ୍ଜ କୀର୍ତ୍ତି କିରୀଟିନୀ ମୋର ଜନ୍ମଭୂମି ମୋ ଆଖି ଆଗରେ ଭାସିଯାଏ, କିନ୍ତୁ ତାର କୂଳକୁ ଫେରିଯିବା ପାଇଁ ମୋର ସାହସ ହୁଏ ନାହିଁ। ତାପରେ ଲେଖକ କଣ କହିଛନ୍ତି ନା ଆୟୁଷର୍ଯ୍ୟ, ଆୟୁ ଅର୍ଥ ହେଲା ବୟସ। ଆୟୁ ଅର୍ଥ କଣ? ବୟସ। ଏଇ ବୟସ ଯେତେ ଯେତେ ବଢି ଚାଲିଛି, ବୟସ ଯେତେ ଯେତେ ବଢି ଚାଲିଛି, ଲେଖକଙ୍କ ସମ୍ପର୍କ ଜନ୍ମଭୂମି ସହିତ ସେତେ ଘନିଷ୍ଠ ହେବା କଥା। ନିଶ୍ଚିତ ଭାବରେ ଘନିଷ୍ଠ ହେବା କଥା, କିନ୍ତୁ ସେଟା ଘନିଷ୍ଠ ହୋଇଛି କି? ନାଇଁ। ଏ ସମ୍ବନ୍ଧ କଣ ହେଇଛି? ଦିନକୁ ଦିନ କ୍ଷୀଣ ହୋଇଯାଇଛି। କ୍ଷୀଣ ଅର୍ଥ ପିଲାମାନେ ଦୁର୍ବଳ। କ୍ଷୀଣ ହୋଇକି ସେଟା ଲୀନ ହେବା ଉପରେ ବସିଛି। ଲୀନ ଅର୍ଥ ଲୁପ୍ତ ବା ସମାପ୍ତ ହେବାକୁ ବସିଛି। ସମୟ ସ୍ରୋତରେ ନିଃସହାୟ ଶୁଷ୍କ ତୃଣ ପରି ମୁଁ ଭାସି ଚାଲିଛି। ଏଟା ଇମ୍ପୋର୍ଟାଣ୍ଟ ଅଟେ। ସରଳାର୍ଥ ଆସେ, MCQ ରେ ମଧ୍ୟ ଆସେ। ସମୟ ସ୍ରୋତରେ ନିଃସହାୟ ଶୁଷ୍କ ତୃଣ ପରି ମୁଁ ଭାସି ଚାଲିଛି। ଏଠାରେ ଲେଖକ ତାଙ୍କର ଅସହାୟ ବୋଧ ବିଷୟରେ ବର୍ଣ୍ଣନା କରିଛନ୍ତି। ନା ଶୁଷ୍କ ଅର୍ଥ କଣ? ଶୁଖିଲା। ଶୁଷ୍କ ଅର୍ଥ ଶୁଖିଲା, ତୃଣ ଅର୍ଥ ଘାସ। ଶୁଖିଲା ଘାସକୁ ଯଦି ଆମେ ନଦୀ ସ୍ରୋତରେ ପକେଇଦେବା ତାହେଲେ ସେ ସ୍ରୋତ ତାକୁ ଯୁଆଡେ ନେବ ସେ ସିଆଡେ ଭାସି ଭାସି ଯିବ, ତାର କୌଣସି ଆୟତ ନଥାଏ। ଠିକ ସେହିପରି ସମୟ ରୂପକ ସ୍ରୋତରେ ସେଟା କର୍ତ୍ତବ୍ୟ ଦୃଷ୍ଟିରୁ ହଉ କିମ୍ବା ଅନ୍ୟ କୌଣସି କାରଣରୁ ହଉ, ସେ ମଧ୍ୟ ନିଃସହାୟ ସେଇ ଶୁଷ୍କ ତୃଣ ପରି ଭାସି ଭାସି ଚାଲିଛନ୍ତି। କୋଉଠାରୁ କୋଉଠାକୁ ଗଲେ ଭାସି ଯାଇକି ପଲ୍ଲୀରୁ ସିଧା ଆସିକି ସହରରେ ପହଞ୍ଚି ଯାଇଛନ୍ତି। ମୋର ଜନ୍ମଭୂମିକୁ ଫେରିଯିବା ପାଇଁ ମୋର ନୈତିକ ସାହସ ନାହିଁ। ଏଇଟା ମଧ୍ୟ ଇମ୍ପୋର୍ଟାଣ୍ଟ। ଜନ୍ମଭୂମିକୁ ଫେରିଯିବାରେ ଲେଖକଙ୍କର କେଉଁ ସାହସର ଅଭାବ? କେଉଁ ସାହସ ନାହିଁ କହିଲେ? ନୈତିକ ସାହସ ନାହିଁ। ଏହା ଭିତରେ ମୋର ପୁନର୍ଜନ୍ମ ଘଟିଯାଇଛି। ପୁନର୍ଜନ୍ମ ହେଲା କଣ? ଆଉ ଥରେ ଜନ୍ମ ନେବା। ଆଜି ମୁଁ ତାର ରୂପକୁ ଜାତିସ୍ମର ପରି ଖାଲି ସ୍ମରଣ କରେ। ଜାତିସ୍ମର, ଯିଏ ପୂର୍ବ ଜନ୍ମ କଥା ମନେ ରଖିପାରେ। ରାଶି ରାଶି ଶାଳତରୁ ମଧ୍ୟରେ ତଟିନୀ ବେଷ୍ଟିତ ଭଞ୍ଜ କୀର୍ତ୍ତି କିରୀଟିନୀ ମୋର ଜନ୍ମଭୂମି ମୋ ଆଖି ଆଗରେ ଭାସିଯାଏ, କିନ୍ତୁ ତାର କୋଳକୁ ଫେରିଯିବା ପାଇଁ ମୋର ସାହସ ହୁଏ ନାହିଁ। ଲେଖକ କେତେ ସୁନ୍ଦର ଜିନିଷ କହିଛନ୍ତି ଦେଖ। ଭଞ୍ଜ କୀର୍ତ୍ତି କିରୀଟିନୀ, ଏଇଟା ମୟୂରଭଞ୍ଜକୁ କୁହାଯାଇଛି। ଭଞ୍ଜ ବଂଶର ରାଜା ମାନଙ୍କର କୀର୍ତ୍ତିରେ ମୁକୁଟ ମଣ୍ଡିତା ସେଇ ଜନ୍ମଭୂମି ତାଙ୍କ ଆଖି ଆଗରେ ଭାସି ଯାଉଛି। ଜନ୍ମଭୂମିରେ ବିତାଇଥିବା ସମୟ ସବୁ, ସେଇ ନଦୀ ନାଳରେ ସେ ଯୋଉ ସମୟ ବିତେଇଥିଲେ, ବୁଲିଥିଲେ, ଖେଳିଥିଲେ, ସେଇ ସବୁ ସମୟ ତାଙ୍କର ମନେ ପଡି ଯାଉଛି ଆଖି ଆଗରେ, କିନ୍ତୁ ସେ ଜନ୍ମଭୂମିକୁ ସେ କଣ କରୁଛନ୍ତି? ଫେରି ପାରୁ ନାହାନ୍ତି। ଯେଉଁ ଭୂମିରେ ସେ ଜନ୍ମ ହେଲେ, ଯେଉଠାରେ ସେ ରୂପ ରସ ଗନ୍ଧର ପ୍ରଥମ ପରିଚୟ ପାଇଲେ, ଯାହାର ଶାକ ତଣ୍ଡୁଳରେ ତାଙ୍କର ଶିଶୁ ପ୍ରାଣ ପରିପୁଷ୍ଟ ହୋଇଥିଲା, ଆଜି ସେ ଜନ୍ମଭୂମି ଠାରୁ ଦୂରେଇ ଯାଇଛନ୍ତି। ଜନ୍ମଭୂମିକୁ ଆଉ ଫେରି ପାରୁନାହାନ୍ତି। ଫେରିବା ପାଇଁ ତାଙ୍କର ନୈତିକ ସାହସ ନାହିଁ। ଏଇଠାରେ ପିଲାମାନେ ତାଙ୍କର ଅସହାୟ ବୋଧ ସେ ପ୍ରକାଶ କରୁଛନ୍ତି। ତାଙ୍କର ଆତ୍ମଗ୍ଳାନି ସୃଷ୍ଟି ହୋଇଛି। କଠିନ ଶବ୍ଦ ରହିଛି ଯୋଉଟା ତୁମମାନଙ୍କର ବହିରେ ନାହିଁ, ତାକୁ ତୁମେ ଲେଖି ପକାଅ। ବିଶାଳ ଅର୍ଥ ବଡ, ବିଚ୍ଛିନ୍ନ ଅଲଗା, ବିଷମ ବିପାକ ବିପଦ ସମୟ, ତଣ୍ଡୁଳ ଅର୍ଥ ଚାଉଳ, ପରିପୁଷ୍ଟ ହେଲା ପୂର୍ଣ୍ଣ, ଧାତ୍ରୀ ଯିଏ ପାଳନ କରେ, ଆୟୁଷର୍ଯ୍ୟ ଆୟୁ ରୂପକ ସୂର୍ଯ୍ୟ, କ୍ଷୀଣ ଅର୍ଥ ଶୀର୍ଣ୍ଣ, ନିଃସହାୟ ଅର୍ଥ ଅସହାୟ, ଲୀନ ଅର୍ଥ ଲୁପ୍ତ, ଜାତିସ୍ମର ଅର୍ଥ ପୂର୍ବ ଜନ୍ମକୁ ମନେ ପକାଇବା, ଭଞ୍ଜ କୀର୍ତ୍ତି ହେଲା ଭଞ୍ଜ ବଂଶର ରାଜା ମାନଙ୍କର କୀର୍ତ୍ତି, କିରୀଟିନୀ ହେଲା ମୁକୁଟ ମଣ୍ଡିତା। ଯୋଉଟା ତମ ବହିରେ ନାହିଁ ତାକୁ ଶୀଘ୍ର ଲେଖି ପକାଅ। ତାପରେ ଲେଖକ କଣ କହିଛନ୍ତି ଦେଖ।
ଏହା ବ୍ୟକ୍ତିଗତ ସମସ୍ୟା ନୁହେଁ, ଏହା ସମଗ୍ର ଶିକ୍ଷିତ ସମାଜର ସମସ୍ୟା। ଧର୍ମାନ୍ତର ଗ୍ରହଣ କଲା ପରେ ବହୁ ଧର୍ମାନ୍ତର ଦୀକ୍ଷିତ ବ୍ୟକ୍ତି ଯେପରି ଧର୍ମ ପାଖରେ ସମସ୍ତ ମାନବିକତାକୁ ଉତ୍ସର୍ଗ କରି ସେମାନଙ୍କ ନାମ, ପଦବୀ, ଭାଷା, ଆହାର, ବ୍ୟବହାର, ବେଶଭୂଷା ଇତ୍ୟାଦି ବଦଳାଇ ଦିଅନ୍ତି ଓ ଶେଷ ବେଳକୁ ଜାତୀୟତା ବୋଲି ଯେପରି ନିଜ ଜନ୍ମଭୂମିକୁ ସୁଦ୍ଧା ଅସ୍ୱୀକାର କରନ୍ତି, ଠିକ୍ ସେହିପରି ସଂଖ୍ୟାତୀତ ଶିକ୍ଷିତ ବ୍ୟକ୍ତି ପ୍ରଚଳିତ ଶିକ୍ଷା ପାଖରେ ସେମାନଙ୍କ ସମସ୍ତ ମାନବିକତାକୁ ଉତ୍ସର୍ଗ କରି ଶେଷ ବେଳକୁ ନିଜର ଜନ୍ମଭୂମିକୁ ସୁଦ୍ଧା ପାସୋରି ପକାନ୍ତି। ଶିକ୍ଷା ସମାପନ ସଙ୍ଗେ ସଙ୍ଗେ ସେମାନଙ୍କର ଏକ ପ୍ରକାର ପୁନର୍ଜନ୍ମ ଘଟିଯାଏ। ପଲ୍ଲୀ ଗ୍ରାମକୁ ଫେରି ଦେଇ ଜୀବିକାର୍ଜନ କରିବା ଦୂରେ ଥାଉ, ସେଠାରେ କିଛି କାଳ ଅବସ୍ଥାନ କରିବା ମଧ୍ୟ ସମ୍ଭବପର ହୁଏ ନାହିଁ। ଲେଖକ କହୁଛନ୍ତି ଏହା ମୋର ବ୍ୟକ୍ତିଗତ ସମସ୍ୟା ନୁହେଁ, ଏହା ହେଉଛି ସମଗ୍ର ଶିକ୍ଷିତ ସମାଜର ସମସ୍ୟା। ଖାଲି ମୁଁ ଯେ ମୋର ଜନ୍ମଭୂମିକୁ ଫେରି ପାରୁନାହିଁ ଏଇଟା ନୁହେଁ, ଯେତେ ଶିକ୍ଷିତ ଅଛନ୍ତି ସହରରେ ସମସ୍ତଙ୍କର ଏଇଭଳିଆ ଅବସ୍ଥା, କେହି ହେଲେ ଆଉ ଜନ୍ମଭୂମିକୁ ଫେରି ପାରୁ ନାହାନ୍ତି। ତାର ସୁନ୍ଦର ଉଦାହରଣ ସେ ଦେଇଛନ୍ତି। ଧର୍ମାନ୍ତର ଗ୍ରହଣ କଲା ପରେ ବହୁ ଧର୍ମାନ୍ତର ଦୀକ୍ଷିତ ବ୍ୟକ୍ତି ଯେପରି ଧର୍ମ ପାଖରେ ସମସ୍ତ କଣ ମାନବିକତାକୁ ଉତ୍ସର୍ଗ କରି ସେମାନଙ୍କ ନାମ, ପଦବୀ, ଭାଷା, ଆହାର, ବ୍ୟବହାର, ବେଶଭୂଷା ଇତ୍ୟାଦି ବଦଳାଇ ଦିଅନ୍ତି ଓ ଶେଷ ବେଳକୁ ଜାତୀୟତା ଭୁଲି ଯେପରି ନିଜ ଜନ୍ମଭୂମିକୁ ସୁଦ୍ଧା ଅସ୍ୱୀକାର କରନ୍ତି, ଠିକ୍ ସେହିପରି ସଂଖ୍ୟାତୀତ ଶିକ୍ଷିତ ବ୍ୟକ୍ତି ତାହା ପାଖରେ ପ୍ରଚଳିତ ଶିକ୍ଷା ପାଖରେ ସେମାନଙ୍କ ସମସ୍ତ ମାନବିକତାକୁ ଉତ୍ସର୍ଗ କରି ଶେଷ ବେଳକୁ ନିଜର ଜନ୍ମଭୂମିକୁ ସୁଦ୍ଧା ପାସୋରି ପକାନ୍ତି। ଧର୍ମାନ୍ତର ଅର୍ଥ କଣ? ଧର୍ମାନ୍ତରର ଅର୍ଥ ହେଲା ଅନ୍ୟ ଧର୍ମ। ଠିକ୍ ସେହିପରି ଆମର ଦେଶାନ୍ତର କଣ ହବ? ଅନ୍ୟ ଦେଶ। ଗ୍ରାମାନ୍ତର କଣ ହେବ? ଅନ୍ୟ ଗ୍ରାମ। ହେଲା, ଧର୍ମାନ୍ତର ଗ୍ରହଣ କଲା ପରେ, ଅନ୍ୟ ଧର୍ମ ଗ୍ରହଣ କଲା ପରେ କଣ ହୁଏ? ସେଇ ଧର୍ମାନ୍ତର ଦୀକ୍ଷିତ ବ୍ୟକ୍ତି ସେଇ ତାର ନୂଆ ଧର୍ମ ପାଖରେ କଣ କରେ? ସମସ୍ତ ମାନବିକତା, ସେ ଯୋଉ ଧର୍ମ ପାଖରେ ତାର ସମସ୍ତ ମାନବିକତାର ଅର୍ଥ ହେଲା ମଣିଷ ପଣିଆ, ସବୁକୁ ଉତ୍ସର୍ଗ କରିଦିଏ, ବଳିଦାନ ଦେଇଦିଏ। ସେମାନଙ୍କର ତାର ନାମ, ପଦବୀ, ଭାଷା, ଆହାର, ବ୍ୟବହାର, ବେଶଭୂଷା ସବୁ ପରିବର୍ତ୍ତନ ହୋଇଯାଏ। ଶେଷରେ କଣ ହୁଏ ନା ଜାତୀୟତାକୁ ଭୁଲି ଜନ୍ମଭୂମିକୁ ମଧ୍ୟ ସେ ଅସ୍ୱୀକାର କରେ। ଠିକ୍ ସେହିପରି କଣ ହେଇଛି ନା ସେଇ ଧର୍ମାନ୍ତର ଦୀକ୍ଷିତ ବ୍ୟକ୍ତି ପରି ସଂଖ୍ୟାତୀତ ଶିକ୍ଷିତ ବ୍ୟକ୍ତି ଯେମିତି ସେ ବ୍ୟକ୍ତି ଧର୍ମ ପାଖରେ ସବୁକୁ ବଳିଦାନ ଦେଉଛି, ସେମିତି ମାନେ ପ୍ରଚଳିତ ଶିକ୍ଷା ପାଖରେ ସେମାନଙ୍କର ମାନବିକତାକୁ ବା ମଣିଷ ପଣିଆକୁ କଣ କରୁଛନ୍ତି? ବଳିଦାନ ଦେଇ ଦଉଛନ୍ତି। ତାଙ୍କର କଣ ହଉଛି? ସେଇ ଶିକ୍ଷା ସମାପନ ସଙ୍ଗେ ସଙ୍ଗେ ସେମାନଙ୍କର ଏକ ପ୍ରକାର ପୁନର୍ଜନ୍ମ ଘଟି ଯାଉଛି। ଶିକ୍ଷା ସରିଲା କ୍ଷଣି ସେମାନଙ୍କର ଗୋଟିଏ ନୂଆ ଜନ୍ମ ହେଇଯାଉଛି। ପଲ୍ଲୀ ଗ୍ରାମକୁ ଫେରି ଯାଇ ଜୀବିକାର୍ଜନ କରିବା ଦୂରେ ଥାଉ, ସେଠାରେ କିଛି ସମୟ ଅବସ୍ଥାନ କରିବା ମଧ୍ୟ ସମ୍ଭବପର ହୁଏ ନାହିଁ। ପଲ୍ଲୀ ଗ୍ରାମକୁ ଯାଇକି ସେମାନେ କଣ ଚିନ୍ତା କରନ୍ତି ନା ଗାଁକୁ ଗଲେ ମୁଁ କଣ କରିବି, କେମିତି ଜୀବିକା ନିର୍ବାହ କରିବି? ଖାଲି ତ ଚାଷ କାମ ତ କରିପାରିବିନି, ତାହେଲେ ମୁଁ କଣ କରିବି? କିଛି ନାହିଁ ସେଠି, ଖାଲି ସହର ହୁଅନ୍ତି ସେମାନେ। ହେଲା, ସେଠାରେ କିଛି ସମୟ ମଧ୍ୟ ସେମାନେ ଅତିବାହିତ କରିପାରନ୍ତି ନାହିଁ। ଏଣୁ ଥରେ ଥରେ ଭାବେ ଗ୍ରାମକୁ ଯାଇ କଣ କରିବି? ଯଦି ଗ୍ରାମର ଉନ୍ନତିକର କାର୍ଯ୍ୟ ପାଇଁ ଯଥାସାଧ୍ୟ ଅର୍ଥଦାନ ହିଁ ମୋର ଏକମାତ୍ର ଅବଶେଷ କର୍ତ୍ତବ୍ୟ, ଗ୍ରାମକୁ ନ ଯାଇ ମଧ୍ୟ ତାହା କରାଯାଇପାରେ। ଜନ୍ମଭୂମି ସହିତ ମୋର ତାହେଲେ ଆଉ କି ପ୍ରକାର ସମ୍ବନ୍ଧ ଅଛି? ଲେଖକ କହୁଛନ୍ତି ଜୀବିକାର୍ଜନ ତ ହେଇପାରିବ ନାହିଁ ସେଠାରେ। ହେଲା, ତାହେଲେ ଯାଇକି କଣ କରିବି? ଯଦି ଗ୍ରାମରେ କୌଣସି ବିଦ୍ୟାଳୟ ହେଲା କି ମନ୍ଦିର ତୋଳା ହେଲା କି ହସ୍ପିଟାଲ ହେଲା, ତାହେଲେ ସେଥିପାଇଁ ଯଦି ମୋର ଅର୍ଥଦାନ ନା ଟଙ୍କା ଦେବାଟା ଯଦି ଗୋଟିଏ କର୍ତ୍ତବ୍ୟ ଅଟେ, ତାହେଲେ ସେଟା ତ ମୁଁ ଏଠି ଥାଇକି ବି ଦେଇପାରିବି। ଆଜିକାଲି ବିଭିନ୍ନ ଉପାୟରେ ଆମେ ଦେଇପାରୁଛେ ଟଙ୍କା। ତେଣୁକରି ସେ କହୁଛନ୍ତି ତାହେଲେ ଜନ୍ମ ସହିତ ମୋର ଆଉ କି ପ୍ରକାର ସମ୍ବନ୍ଧ ଅଛି? ଧର୍ମାନ୍ତର ବ୍ୟକ୍ତି, ଏଇଟା ମୋଷ୍ଟ ଇମ୍ପୋର୍ଟାଣ୍ଟ ମନେ ରଖିବ, ଧର୍ମାନ୍ତର ଦୀକ୍ଷିତ ବ୍ୟକ୍ତି ଧର୍ମ ପାଖରେ କଣ କରେ? ତାର ମାନବିକତାକୁ ଉତ୍ସର୍ଗ କରିଦେଇଥାଏ। ଠିକ୍ ସେହିପରି ଆମର ଶିକ୍ଷିତ ବ୍ୟକ୍ତି ପ୍ରଚଳିତ ଶିକ୍ଷା ପାଖରେ ତାର ମାନବିକତାକୁ ଉତ୍ସର୍ଗ କରିଦେଉଛି। ଧର୍ମାନ୍ତର ଦୀକ୍ଷିତ ବ୍ୟକ୍ତି ଧର୍ମ ପାଖରେ ମାନବିକତା ଉତ୍ସର୍ଗ କଲା। ହେଲା, ତାହେଲେ ଶିକ୍ଷିତ ବ୍ୟକ୍ତି ଏଇ ଯୋଉ ପ୍ରଚଳିତ ଶିକ୍ଷା, ଆମର ଯୋଉ ଇଂରାଜୀ ଶିକ୍ଷା ଚାଲିଛି, ସେଇ ପ୍ରଚଳିତ ଶିକ୍ଷା ପାଖରେ ମାନବିକତାକୁ ଉତ୍ସର୍ଗ କରି ଦେଉଛି। ଏଠାରେ କେତୋଟି କଠିନ ଶବ୍ଦ ଅଛି ପିଲାମାନେ। ଧର୍ମାନ୍ତର ହେଲା ଅନ୍ୟ ଧର୍ମ ଗ୍ରହଣ କଲା ପରେ ମୂଳ ଧର୍ମର ଚିନ୍ତାଧାରାରୁ ପୁରାପୁରି ଦୂରେଇ ଯିବା। ମାନବିକତା ହେଲା ମଣିଷ ପଣିଆ, ଉତ୍ସର୍ଗ ହେଲା ସମର୍ପଣ। ହେଲା,
जदि बही रे नाही कोटा ताले लिखि दे पारो संगे संगे। तापरे प्रबंधिक कौन कहते देखा ना बहु वाद विसंवाद सत्वे पल्ली ग्रामर नरनारी मध्य जाति धर्म निर्विशेष गोटे एक परिवार परंपरा गढ़ी उठी थाए। केही भाई केही भौणी केही कका केही खुड़ी इत्यादि भाव समस्त ग्रामवासी परस्पर मध्य परिचित होइथांती। मो जन्मभूमि सहित ए मधुर संबंध मोर आउ नाही। ग्रामटी जाकर भाई भौणी कका खुड़ी मामू माई मौसा माउसी इत्यादि सब पर हो गले। चेष्टा कले मध्य ए मधुर संबंध फेरी पाइबा संभव नुहे। बहु वाद वाद अर्थ कलह शत्रुता विसंवाद विवाद है। बहु वाद विसंवाद सत्वे पल्ली ग्रामर जो नरनारी माने अछंती जाति धर्म वर्ण निर्विशेष सेमानक मध्य गोटे एक परिवार परंपरा गढ़ी उठी थाए। पिला माने तुम देखिथिबो गाँ मानकरे जी जो जातिर होना कहीं जी जो धर्मर होना कहीं आमे समस्ते गोटे संपर्क में बांधी अच्छे किए क्या काका किए क्या खुड़ी किए दादा भाउज भाई भाउज ये आमे संपर्क में बांधी अच्छे। तेणु मो जन्म लेखक कौन कहते ना मो जन्मभूमि सहित मधुर संबंध मोर आउ नाही। लेखक केही नाहांती। ग्रामटी जाकर भाई भौणी जेते तांकर भाई भौणी थिले काका खुड़ी मामू माई मौसा माउसी थिले सबु वर्तमान पर होई गलेनी। चेष्टा करिके मध्य से आ मधुर संबंध को जोड़ी पारु नाहांती। आमे वर्तमान देखिबा से समाजर प्रत्येक वर्गर गोटे गोटे उदाहरण देइछंती आउ सेतिरे लास्ट शेषर से उपनीत होइछंती एई उपनीत होइछंती तांकर काहारी सहित मधुर संबंध नाही। काहा सहित हेले से समगति रे ताल दे चली परिबे नाही। ताले चलो देखिबा काहार उदाहरण से देइछंती। ग्राम मुंडरे सार माउसी तार छोट पिंडाटी रे बहु वर्ष धरी परस्पर मूर्तिटी परी बसी आसीसी आज मध्य बसी थाए। आगे देखिबा मात्रे पचारुथिला केबे आसिलु बापा आजि काली किंतु कहे केबे आसिलो बाबू। सर्वप्रथमे से सार माउसी रो उदाहरण देइछंती पिला माने। से कहउछंती जे हमर सार माउसी जेतेबेले लेखक आसुतिले हॉस्टेल रो घर को आसुतिले हला सेतेबेले सार माउसी एम्ति बसिथिला एबे मध्य बसी थाए। प्रस्तर हला पत्थर परी प्रस्तर रो अर्थ हला पत्थर परी ता गाँ पिंडारे से गाँ एटा भी एग्जाम रे पड़े सार माउसी रो घर केउठी ना सार माउसी रो घर हला ग्राम मुंडरे गाँ मुंडरे सेठी से बसी थाए। जेतेबेले से लेखक को देखे कौन कहे केबे आसिलु बापा। इम्पोर्टाट लेखक को आगे सार माउसी कौन बोली पचारुला कौन कहूला ना केबे आसिलु बापा बोली कहूला। आजि काली किंतु कहे केबे आसिलो बाबू। आजि काली कौन कहे केबे आसिलो बाबू। एटा देखो बापारू सीधा बाबू को बापा शब्द जो आत्मीयता अच्छी बाबू शब्द से नाही। जेतेबेले से देखी देइछि लेखक को हमर कोट सूट से आउ तांकू बापा बोली कहिनी सीधा बाबू बोली संबोधन करिछि। एमती लागुछि जेमिति सार माउसी लेखकक भितर गोटे कोन होइछि अदृश्य पाचेरी छिड़ा होइछि। तापरे गोविंद भाईर उदाहरण नैछंती। ग्रामर मध्य गोविंद भाईर क्षुद्र कुटीर आजीवन अकर्मा अविवाहित रही से तार क्षुद्र कुटीर को दुर्ग कर समग्र विश्व विरोध में विद्रोह घोषणा कर आगे देखा हेले बहु मान सहित से मते तार कुटीर रे बसाई मनबोध 34 व्याख्या करुला। आज मु शत चेष्टा कले तार पूर्व प्रत्यय फेरी पाए नाही। द्वितीय से गोविंदा भाईर उदाहरण देइछंती। गोविंदा भाईर घर केउटी ना ग्रामर मझिरे एटा मध्ये इम्पोर्टाट। गोविंदा भाईर गोटे छोटियो कुड़िया घर अच्छी। लेखक जेतेबेले अच्छा से आजीवन अकर्मा अविवाहित गोविंदा भाई कि प्रकार लोक थिला कहले आजीवन अकर्मा और अविवाहित। जेतेबेले लेखक आसुतिले से कौन करुला तार से छोट कुड़िया घरे तांको बसौला। केमिति बसौला बहुत मान सहित मान अर्थ सम्मान सम्मान सहित से तांको डाकी नहीं बसौला एवं सेठारे से मनबोध 34 व्याख्या करुला। एठारे प्रश्न आसे गोविंदा भाई लेखक को कौन व्याख्या कर शुणाउला कहले मनबोध 34। आज मु शत चेष्टा कले तार पूर्व प्रत्यय फेरी पाए नाही। लेखक आज जेते चेष्टा कले तार पूर्व प्रत्यय को फेरी पाऊ नाहांती। आ गोटे जिनिस देख से कौन कर तार क्षुद्र कुटीर को दुर्ग कर समग्र विश्व विरोध में से कौन कर विद्रोह कर आसुची। जमी से जोटा कहे सेटा सत एवं बाकी माने जोटा कहते सेटा मिछ। तार जुक्ति पूरा अपट्य जुक्ति बोली कहूँ से एटा गोटे तुम इंटेरियर क्वेश्चन आसे पिला माने मनबोध 34 मनबोध 34 रचयिता किए कहले भक्त कवि भक्तचरण दास। तुम नवम श्रेणी गोटे कविता पढ़ीच कहा मुख अनाई बंचीबी है एटा मन रखि।
ଗ୍ରାମଟି ଯାକ ନବାଗତ ଅତିଥିରେ ପରିପୂର୍ଣ୍ଣ ହୋଇଗଲାଣି। ଯେଉଁ ଆଡକୁ ଚାହିଁଲେ ଶୀର୍ଣ୍ଣ ମଳିନ ଉଲଗ୍ନ କୃଷୋଦର ଲମ୍ବୋଦର ଅବାଞ୍ଛିତ ଅବହେଳିତ ଶିଶୁମାନଙ୍କ ସମାବେଶ ଦେଖାଯାଏ। ଏମାନଙ୍କ ମଧ୍ୟରୁ କେହି ସୁଦ୍ଧା ମୋତେ ଜାଣନ୍ତି ନାହିଁ। କେବେ କେବେ ଦେଖାହେଲେ ଆଫ୍ରିକାରୁ ନବାଗତ ଜେବ୍ରା ବା ଜିରାଫ ଚାହିଁ ରହିଲା ପରି ସେମାନେ ମୋତେ ଖାଲି ଚାହିଁ ରହନ୍ତି। ଗ୍ରାମବାସୀ ମାନଙ୍କ ମଧ୍ୟରୁ ଯେଉଁ ଶିକ୍ଷିତ ଓ ଅର୍ଦ୍ଧଶିକ୍ଷିତ ନବଯୁବକମାନେ ଚାକିରି ନ ପାଇ ଜନ୍ମଭୂମି ଛାଡି ନାହାନ୍ତି ସେମାନେ ରାଜନୀତିର ଆଶ୍ରୟ ନେଇଛନ୍ତି। ଏମାନଙ୍କ ମଧ୍ୟରୁ କେହି କଂଗ୍ରେସୀ, କେହି ଗଣତନ୍ତ୍ରୀ, କେହି କମ୍ୟୁନିଷ୍ଟ ଓ କେହି ସୋସିଆଲିଷ୍ଟ। ତୃତୀୟରେ ଲେଖକ କାହାର ଉଦାହରଣ ଦେଇଛନ୍ତି ନା ନବାଗତ ଅତିଥି। ସେ ନବାଗତ ଅତିଥି ମାନେ କିଏ ନା ଲେଖକ ଗ୍ରାମ ଛାଡିଲା ପରେ ଯୋଉମାନେ ନବଜନ୍ମିତ ଶିଶୁ ତାଙ୍କର ଉଦାହରଣ ସେ ଦେଇଛନ୍ତି। ସେମାନେ ଦେଖିବାକୁ କିପରି ନା ଶୀର୍ଣ୍ଣ 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 ଅର୍ଥ ଦୁର୍ବଳ, ମଳିନ ଅର୍ଥ ଅପରିଷ୍କାର, ଉଲଗ୍ନ ଅର୍ଥ ବସ୍ତ୍ରହୀନ ଲଙ୍ଗଳା, କୃଷୋଦର ଅର୍ଥ ଯାହାର ପେଟ ଭିତରକୁ ପଶି ଯାଇଥାଏ, ଲମ୍ବୋଦର ଅର୍ଥ ଯାହାର ପେଟ ବାହାରକୁ ଆସିଥାଏ, ଅବାଞ୍ଛିତ ଅବାଞ୍ଛିତ ହେଲା ଯାହାର ପ୍ରୟୋଜନ ନାହିଁ, ଯୋଉଟା ଦରକାର ନାହିଁ, ଅବହେଳିତ ଅବହେଳିତ ଜାଣିପାରୁଥିବ। ତେଣୁ ଏଇଭଳିଆ ଶିଶୁମାନଙ୍କର ସମାବେଶ ସେ ଗ୍ରାମରେ ଦେଖନ୍ତି। ଏମାନଙ୍କ ମଧ୍ୟରୁ କେହି ସୁଦ୍ଧା ତାଙ୍କୁ ଚିହ୍ନି ପାରନ୍ତି ନାହିଁ। ଯେତେବେଳେ ସେ ଆସନ୍ତି ଗାଁକୁ ସେମାନେ ତାଙ୍କୁ କେମିତି ଦେଖନ୍ତି ନା ଆଫ୍ରିକାରୁ ନବାଗତ ଜେବ୍ରା ବା ଜିରାଫକୁ ଚାହିଁଲା ପରି। ଆଫ୍ରିକାରୁ ଆସିଥିବା ନବାଗତ ଜେବ୍ରା ବା ଜିରାଫକୁ ଚାହିଁଲା ପରି ସେମାନେ ତାଙ୍କୁ ଖାଲି ଚାହିଁ ରହନ୍ତି। ଆଉ ଗ୍ରାମବାସୀଙ୍କ ମଧ୍ୟରୁ ଯେଉଁ ଶିକ୍ଷିତ, ତାପରେ ଚତୁର୍ଥରେ ସେ କାହା ଉଦାହରଣ ଦେଇଛନ୍ତି ନା ଶିକ୍ଷିତ ଅର୍ଦ୍ଧଶିକ୍ଷିତ ନବଯୁବକ। ଗାଁର ଯୋଉ ଶିକ୍ଷିତ ଅର୍ଦ୍ଧଶିକ୍ଷିତ ବେକାର ଯୁବକ ମାନେ ଅଛନ୍ତି ଚାକିରି ନ ପାଇ ଜନ୍ମଭୂମିକୁ ଛାଡି ନାହାନ୍ତି ସେମାନେ କାହାର ଆଶ୍ରୟ ନେଇଛନ୍ତି ଏଇଟା ବି ପରୀକ୍ଷାରେ ପଡେ। ସେମାନେ ରାଜନୀତିର ଆଶ୍ରୟ ନେଇଛନ୍ତି। ଏମାନଙ୍କ ମଧ୍ୟରୁ କେହି କଂଗ୍ରେସୀ, କେହି ଗଣତନ୍ତ୍ରୀ, କେହି କମ୍ୟୁନିଷ୍ଟ ଓ କେହି ସୋସିଆଲିଷ୍ଟ। କଂଗ୍ରେସୀ ଜାଣିଛ କଂଗ୍ରେସ ଦଳ ଗଣତନ୍ତ୍ରର ଯୋଉଥିରେ ସମସ୍ତଙ୍କ ପାଇଁ ସମାନ ଅଧିକାର ରହିଛି। କମ୍ୟୁନିଷ୍ଟ ହେଲା ଯୋଉଥିରେ ଆମେ ଧନୀ ଗରିବ ଶ୍ରେଣୀର ବିଷୟରେ ଜାଣିଥାଉ ଏବଂ ସୋସିଆଲିଷ୍ଟ ହେଲା ସମାଜ ଉପରେ ସେଟା ପର୍ଯ୍ୟବେସିତ। ଇତିହାସରେ ତମେ ଏଟା ସବୁ ପଢୁଥିବ। ତାହେଲେ ଆମେ ଦେଖିଲେ ଯେ ତୃତୀୟରେ ଯୋଉ ଲେଖକ ନବାଗତ ଅତିଥି ମାନଙ୍କର ଉଦାହରଣ ଦେଇଛନ୍ତି ଏଇ ଯୋଉ ଶୀର୍ଣ୍ଣ ମଳିନ ଉଲଗ୍ନ କୃଷୋଦର ଲମ୍ବୋଦର ଅବାଞ୍ଛିତ ଅବହେଳିତ ଶିଶୁ ଏମାନେ କେହି ହେଲେ ଲେଖକଙ୍କୁ ଚିହ୍ନି ପାରୁ ନାହାନ୍ତି। ସେମାନେ ଆଫ୍ରିକାରୁ ଆସିଥିବା ନବାଗତ ଜେବ୍ରା ବା ଜିରାଫ ପରି ଲେଖକଙ୍କୁ ଅନାଇ ରହନ୍ତି। ଯଦି କେହି ଏହି ରାଜନୈତିକ ମତବାଦ ମଧ୍ୟରୁ କୌଣସିଟିର ଅନ୍ତର୍ଭୁକ୍ତ ନୁହେଁ ତାହେଲେ ସେ ଏମାନଙ୍କ ମଧ୍ୟରୁ ସୁଦ୍ଧା ଅନ୍ତର୍ଭୁକ୍ତ ନୁହେଁ। ଅନ୍ୟ କଥା ଦୂରେ ଥାଉ ଏମାନଙ୍କ ସହିତ ପଲ୍ଲୀ ପ୍ରକୃତିର ଶୋଭା ଉପଭୋଗ କରିବା କିମ୍ବା ସାହିତ୍ୟ ଚର୍ଚ୍ଚା କରିବା ମଧ୍ୟ ସମ୍ଭବ ନୁହେଁ। ରାଜନୈତିକ ମତବାଦ ଅନୁସାରେ ଏମାନଙ୍କ ମାନସିକ ପରିବର୍ତ୍ତନ ମଧ୍ୟ ଘଟିଯାଇଛି। ଏମାନେ ପୁଷ୍ପିତ ପଳାଶ ବନରେ ଦେଖନ୍ତି ବିଦ୍ରୋହର ବହ୍ନି, ସ୍ଥଳପଦ୍ମରେ ଦେଖନ୍ତି ଆହବର ରକ୍ତ ଓ ଆନତ କୃଷ୍ଣଚୂଡ଼ାରେ ଦେଖନ୍ତି ଅନାଗତ ଯୁଗର ରକ୍ତ କେତନ। ଏଣୁ ଏମାନଙ୍କ ମନ ସହିତ ଗତି କରି ଚାଲିବା ସମ୍ଭବ ନୁହେଁ। ତାହେଲେ ଯଦି କେହି ଏହି ରାଜନୈତିକ ମତବାଦ ମଧ୍ୟରୁ କୌଣସିଟିର ଅନ୍ତର୍ଭୁକ୍ତ ନୁହେଁ ତାହେଲେ ସେ ଏମାନଙ୍କ ମଧ୍ୟରେ ଯୋଉ ଏମାନଙ୍କ ଶବ୍ଦ କହିଛନ୍ତି ସେଟା କାହାକୁ କହିଛନ୍ତି ଲେଖକ ନା ସେଇ ଶିକ୍ଷିତ ଅର୍ଦ୍ଧଶିକ୍ଷିତ ବେକାର ଯୁବକ ମାନଙ୍କୁ କହିଛନ୍ତି ଯୋଉମାନେ କି ରାଜନୀତିର ଆଶ୍ରୟ ନେଇଛନ୍ତି। ଯଦି କୌଣସି ବ୍ୟକ୍ତି କଂଗ୍ରେସୀ ନୁହେଁ, ଗଣତନ୍ତ୍ରୀ ନୁହେଁ, କମ୍ୟୁନିଷ୍ଟ ନୁହେଁ, ସୋସିଆଲିଷ୍ଟ ନୁହେଁ ତାହେଲେ ସେ ଏମାନଙ୍କ ଭିତରେ ମଧ୍ୟ ସାମିଲ ହୋଇପାରିବ ନାହିଁ। ଲେଖକ ସେଇ ଦୃଷ୍ଟିକୋଣରୁ ଦେଖିଲେ ଲେଖକ ଏମାନଙ୍କ ସହିତ ମଧ୍ୟ ସାମିଲ ହୋଇପାରିବେ ନାହିଁ ହେଲା। ତାହେଲେ ଅନ୍ୟ କଥା ଦୂରେ ଥାଉ ଏମାନଙ୍କ ସହିତ ପଲ୍ଲୀ ପ୍ରକୃତିର ଶୋଭା ଉପଭୋଗ କରିବା କିମ୍ବା ସାହିତ୍ୟ ଚର୍ଚ୍ଚା କରିବା ମଧ୍ୟ ସମ୍ଭବ ନୁହେଁ। ଏମାନଙ୍କ ସହିତ ସାହିତ୍ୟ ଚର୍ଚ୍ଚା କରିହେବ ନାହିଁ କାହିଁକି ନା ରାଜନୈତିକ ମତବାଦ ଅନୁସାରେ ଏମାନଙ୍କର ମାନସିକ ପରିବର୍ତ୍ତନ ମଧ୍ୟ ଘଟିଯାଇଛି। ଯୋଉ ରାଜନେତା ମାନେ ଅଛନ୍ତି ସେମାନେ ଗାଁକୁ କଣ କରିଛନ୍ତି ତାଙ୍କର ହାତ ବାରିଶି କରିସାରିଛନ୍ତି। ଏଇ ଯୋଉ ବେକାର ଯୁବକ ମାନେ ସେଇ ରାଜନୀତିର ହୀନ ଚକ୍ରାନ୍ତର ଶିକାର ହୋଇସାରିଛନ୍ତି ହେଲା। ସେମାନେ ତାଙ୍କର ଦଳର ଉନ୍ନତି ଚାହିଁବେ କିନ୍ତୁ ଗାଁର ଉନ୍ନତି କେବେ ଚାହିଁବେ ନାହିଁ। ଟିକେ ଟିକେ କଥାରେ ଦଳ ମଧ୍ୟରେ ଆଜିକାଲି କଣ ହଉଛି ଲଢେଇ ହଉଛି, ଝଗଡା ହଉଛି, ରକ୍ତାନ୍ତ ହଉଛନ୍ତି ସେମାନେ ପରସ୍ପର ସହିତ ଲଢେଇ କରିକି। ତେଣୁ ଲେଖକ ଏଠାରେ ଖୁବ ସୁନ୍ଦର ଉଦାହରଣ ଦେଇଛନ୍ତି। ଏମାନେ ପୁଷ୍ପିତ ପଳାଶ ବନରେ ଦେଖନ୍ତି ବିଦ୍ରୋହର ବହ୍ନି। এটা ସରଳାର୍ଥ ଆସେ ପିଲାମାନେ ଏମସିକ୍ୟୁ ବି ଆସେ ମନେ ରଖିଥିବ। ପୁଷ୍ପିତ ପଳାଶ ବନ ଏଇଟା ହଉଛି ଆମର ସେଇ ପଳାଶ ବନ ହେଲା। ପୁଷ୍ପିତ ବା ପ୍ରସ୍ଫୁଟିତ ପଳାଶ ବନରେ ସେମାନେ ବିଦ୍ରୋହର ବହ୍ନି ଦେଖନ୍ତି। ଯୋଉ ପଳାଶ ଫୁଲକୁ ଦେଖିଲେ କୃଷକ ହଉ କିମ୍ବା ପଥିକ ହଉ ସେମାନେ କିଛି କ୍ଷଣ ଅଟକି ଯାଆନ୍ତି ଏବଂ ତାର ରୂପ ମାଧୁର୍ଯ୍ୟକୁ ଉପଭୋଗ କରନ୍ତି ଯାହା ଦେଖିବା ପାଇଁ ଅତି ସୁନ୍ଦର ଲାଲ ରଙ୍ଗର। ସେଇ ଫୁଲକୁ ଦେଖିଲେ ସେମାନଙ୍କୁ ଲାଗେ ଯେମିତି ବିଦ୍ରୋହର ନିଆଁ ଜଳୁଛି। ବହ୍ନି ଅର୍ଥ ନିଆଁ। ସ୍ଥଳପଦ୍ମରେ ଦେଖନ୍ତି ଆହବର ରକ୍ତ, ଏଟା ବିଦ୍ରୋହର ବହ୍ନି ଦେଖାଯାଏ ସେମାନଙ୍କୁ। ସେ ସ୍ଥଳପଦ୍ମରେ ଦେଖନ୍ତି
ସ୍ଥଳପଦ୍ମ ହଉଛି ଈଶ୍ୱରଙ୍କର ଗୋଟେ ସୁନ୍ଦର ସୃଷ୍ଟି। ଏଇ ଫୁଲଟି ଯେତେବେଳେ ଫୁଟେ ଧଳା ରଙ୍ଗର ଥାଏ, ତାପରେ ହାଲକା ଗୋଲାପୀ ହୁଏ, ତାପରେ ସନ୍ଧ୍ୟା ବେଳକୁ ପୁରା ଗାଢ ରଙ୍ଗର ଗୋଲାପୀ ରଙ୍ଗ ହେଇଯାଇଥାଏ। ଏତେ ସୁନ୍ଦର ଫୁଲକୁ ଦେଖିଲେ ସେମାନଙ୍କୁ କେମିତି ଲାଗେ ନା ଆହବର ରକ୍ତ ପରି ଲାଗେ। ଆହବ ଅର୍ଥ କଣ? ଆହବର ଅର୍ଥ ହେଲା ଯୁଦ୍ଧ। ଏଇଟା ମଧ୍ୟ ଏମସିକ୍ୟୁରେ ଆସେ। ଆହବର ଅର୍ଥ କଣ କହିକି ପ୍ରଶ୍ନ ଆସେ। ଆହବର ଅର୍ଥ ହେଲା ଯୁଦ୍ଧ। ସେମାନେ କଣ କରନ୍ତି? ଯୁଦ୍ଧର ରକ୍ତ ଦେଖନ୍ତି। ଏଠି ଆନତ କୃଷ୍ଣଚୂଡାରେ ଦେଖନ୍ତି ଅନାଗତ ଯୁଗର ରକ୍ତ କେତନ। ଆନତ, ଆନତ ମାନେ ନଈ ପଡିଥିବା ହେଲା। ଅନାଗତ ମାନେ ଅନାଗତ ଯୁଗ ମାନେ ଯୋଉ ଯୁଗ ଆସି ନାହିଁ, ଭବିଷ୍ୟତ। ଏହି କୃଷ୍ଣଚୂଡା ଫୁଲ, ଏତେ ସୁନ୍ଦର ଫୁଲକୁ ଦେଖିଲେ ମଧ୍ୟ ସେମାନଙ୍କୁ କେମିତି ଲାଗେ ନା ରକ୍ତ କେତନ। କେତନ ଅର୍ଥ ପତାକା, ରକ୍ତର ପତାକା ଭଳିଆ ସେମାନଙ୍କୁ ଲାଗେ। ଦେଖ ପିଲାମାନେ, ଏତେ ସୁନ୍ଦର ପଳାଶ ଫୁଲ, ସ୍ଥଳପଦ୍ମ, କୃଷ୍ଣଚୂଡା, ଏଇ ଫୁଲକୁ ଦେଖିଲେ କବି ଲେଖକ ମାନଙ୍କ କଲମ ମୁନ ଆପେ ଆପେ ଝରି ପଡିବ, ସୁନ୍ଦର କବିତାଟେ ଲେଖିପାରିବେ। କିନ୍ତୁ ଏଇ ପିଲାମାନେ ଯେତେବେଳେ ଶିକ୍ଷିତ ଅର୍ଦ୍ଧଶିକ୍ଷିତ ଯୁବକ ଏହାକୁ ଦେଖୁଛନ୍ତି, ସେମାନଙ୍କୁ ଲାଗୁଛି ଯେମିତି ପଳାଶ ବନରେ ଫୁଟୁଛି ବିଦ୍ରୋହର ବହ୍ନି, ସ୍ଥଳପଦ୍ମରେ ଦେଖନ୍ତି ଆହବର ରକ୍ତ, ଆନତ କୃଷ୍ଣଚୂଡାରେ ଦେଖନ୍ତି ଅନାଗତ ଯୁଗର ରକ୍ତ କେତନ। ତାହେଲେ ଲେଖକ ଏମାନଙ୍କ ମନ ସହିତ ମନ ଦେଇ ଚାଲିପାରିବେ? ଆଦୌ ନୁହେଁ। ତେଣୁ ସେ କହିଛନ୍ତି ଯେ ଏମାନଙ୍କ ମନ ସହିତ ଗତି କରି ଚାଲିବା ସମ୍ଭବ ନୁହେଁ। ତାହେଲେ ଆମେ ଦେଖିଲେ ଯେ ସମାଜର ପ୍ରତ୍ୟେକ ବର୍ଗର ଲୋକ କେମିତି ତାଙ୍କ ଠାରୁ ଦୂରେଇ ଗଲେଣି। ଶବ୍ଦ ଅର୍ଥ ଟିକେ ଦେଖିନିଅ। ବାଦ ଅର୍ଥ ଶତ୍ରୁତା, ବିସମ୍ବାଦ କଳହ, ଏକ ପରିବାରତ୍ୱ ହେଲା ଗାଁଟି ଯାକର ଲୋକ ଗୋଟିଏ ସମ୍ପର୍କରେ ବନ୍ଧା। ମନବୋଧ ଚୌତିଶା ହେଲା କବି ଭକ୍ତଚରଣ ଦାସଙ୍କ ଦ୍ଵାରା ରଚିତ କବିତା। ଏଥିରେ ଈଶ୍ୱର ଭକ୍ତି ସହିତ ବୈରାଗ୍ୟ ଭାବ ରହିଛି। ଚୌତିଶା ହେଲା କ ଠାରୁ କ୍ଷୟ ପର୍ଯ୍ୟନ୍ତ 34ଟି ଅକ୍ଷରରେ ପର୍ଯ୍ୟବେସିତ କବିତା। ପ୍ରତ୍ୟୟ ଅର୍ଥ ହେଲା ବିଶ୍ୱାସ। କୃଶୋଦର ହେଲା ପୁଷ୍ଟିହୀନତା ହେତୁ ପେଟ ପଶିଯିବା। ଲମ୍ବୋଦର ହେଲା ଲମ୍ବ ଉଦର, ରୋଗାଦି କାରଣରୁ ଯେଉଁମାନଙ୍କର ପେଟ ବାହାରି ଯାଇଥାଏ। ଆହବ ହେଲା ଯୁଦ୍ଧ, ରକ୍ତକେତନ ହେଲା ନାଲି ପତାକା। ଏବେ ପିଲାମାନେ ତୁମ ପାଇଁ ପ୍ରଶ୍ନ, ବିପରୀତାର୍ଥ ବୋଧକ ଶବ୍ଦ ଲେଖ ହେଲା। ବିଶାଳର ବିପରୀତ ଅର୍ଥବୋଧକ ଶବ୍ଦ କଣ ହେବ? ছোট 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 ଶୁଦ୍ଧ ଭାଷାରେ କୁହ। ଛୋଟର ଶୁଦ୍ଧ ଭାଷା କଣ ହବ? ক্ষুদ্র କ୍ଷୁଦ୍ର। ଭେରି ଗୁଡ୍। ক্ষুদ্র ক্ষুদ্র କ୍ଷୁଦ୍ର, ବିଶାଳର କ୍ଷୁଦ୍ର ହେଲା। ସ୍ମରଣ, অস্মরণ অস্মরণ ଆଉ ଟିକେ ଠିକରେ ଉତ୍ତର ଦିଅ। বিস্মরণ ଭେରି ଗୁଡ୍, ବିସ୍ମରଣ। ଅସ୍ୱୀକାର, স্বীকার স্বীকার ସ୍ୱୀକାର, ସ୍ୱୀକାର। ଅନ୍ୟ ସ୍କୁଲ ବି ଉତ୍ତର ଦିଅ। ମଧୁର, কর্কশ কর্কশ ଠିକ ଠିକ, ଦୁଇଟା ଯାକ ଠିକ, ଠିକ ଅଛି। ପ୍ରଶଂସା, নিন্দা নিন্দা ନିନ୍ଦା। ଭେରି ଗୁଡ୍, ନିନ୍ଦା। ପ୍ରଶଂସା ହେଲା ନିନ୍ଦା। ଏବେ ଆମେ କ ସ୍ତମ୍ଭ ସହିତ ଖ ସ୍ତମ୍ଭକୁ ଯୋଡ଼ିବା। କ ସ୍ତମ୍ଭରେ ଅଛି ବିପାକ, ପ୍ରତ୍ୟୟ, ଅନାଗତ, ଜାତିସ୍ମର, କୃଶୋଦର। ଖ ସ୍ତମ୍ଭରେ ଅଛି ପୂର୍ବ ଘଟଣାକୁ ମନେ ପକାଇବା, ଯାହା ଆସିନାହିଁ, ବିପଦ, ପୁଷ୍ଟିହୀନତା ହେତୁ ପେଟ ବସିଯିବା, ବିଶ୍ୱାସ। ତାହେଲେ ବିପାକ ସହିତ ଖ ସ୍ତମ୍ଭର କୋଉଟା ଠିକ ହେବ? କୋଉଟାକୁ ଆମେ ଯୋଡ଼ି ପାରିବା? ବିପାକ, ବିପଦ, ଗୁଡ୍। বিপদ ପ୍ରତ୍ୟୟ, ପ୍ରତ୍ୟୟ, বিশ্বাস বিশ্বাস ଭୁଲ ହେଲା। ପ୍ରତ୍ୟୟ, ପ୍ରତ୍ୟୟ ହେଲା ବିଶ୍ୱାସ। ଅନାଗତ, যাহা আসি নাহি যাহা আসি নাহি ଯାହା ଆସି ନାହିଁ। ଭେରି ଗୁଡ୍। ଜାତିସ୍ମର, ଜାତିସ୍ମର, পূর্ব পূর্ব ঘটনাକୁ মনে পকাইবা ପୂର୍ବ ଘଟଣାକୁ ମନେ ପକାଇବା ଗୁଡ୍। କୃଶୋଦର, କୃଶୋଦର, ପୁଷ୍ଟିହୀନତା ହେତୁ ପେଟ ପଶିଯିବା। ଠିକ। ତାପରେ ପ୍ରଶ୍ନାବଳୀ ରହିଛି। ଜନ୍ମଭୂମି ପ୍ରବନ୍ଧଟି ଲେଖକଙ୍କର କେଉଁ ପ୍ରବନ୍ଧରୁ ସଂଗୃହୀତ? ପ୍ରବନ୍ଧ ମାନସ। ଠିକ, ପ୍ରବନ୍ଧ ମାନସ। ନେକ୍ସଟ, ସମୟ ସ୍ରୋତରେ ଲେଖକ କିପରି ଭାସି ଚାଲିଛନ୍ତି?
चेष्टा कर पिला माने समय ନିଃସହାୟ ଶୁଷ୍କ ତୃଣ ପରି वेरी गुड ନିଃସହାୟ ଶୁଷ୍କ ତୃଣ ପରି ନିଃସହାୟ ଶୁଷ୍କ ତୃଣ ପରି। ଆଚ୍ଛା ଧର୍ମାନ୍ତର ଗ୍ରହଣ କଲା ପରେ ବହୁ ଧର୍ମାନ୍ତର ଦୀକ୍ଷିତ ବ୍ୟକ୍ତି କାହା ପାଖରେ ମାନବିକତାକୁ ଉତ୍ସର୍ଗ କରିଦିଅନ୍ତି? ଧର୍ମ ପାଖରେ Very good. ଧର୍ମ ପାଖରେ। ଠିକ ସେହିପରି ସଂଖ୍ୟାତୀତ ଶିକ୍ଷିତ ବ୍ୟକ୍ତି କାହା ପାଖରେ ସେମାନଙ୍କର ସମସ୍ତ ମାନବିକତାକୁ ଉତ୍ସର୍ଗ କରିଦିଅନ୍ତି? ବାସୁଦେବ ହାଇସ୍କୁଲ ଶିକ୍ଷା ପାଖରେ କୋଉ ଶିକ୍ଷା ଶିକ୍ଷା ପାଖରେ? ଶିକ୍ଷା ପାଖରେ ଠିକ ଅଛି ଆଉ ଟିକେ ତାକୁ ଠିକ କର କୋଉ ଶିକ୍ଷା ପାଖରେ? ପ୍ରଚଳିତ ଶିକ୍ଷା ପାଖରେ ଭେରି ଗୁଡ ପ୍ରଚଳିତ ଶିକ୍ଷା ପାଖରେ ଶିକ୍ଷା ପାଖରେ। ସାରମହର୍ଷି ଲେଖକଙ୍କୁ ଆଗେ କଣ କହି ପଚାରୁଥିଲା? କେବେ ଆସିଲୁ ବାପା ଭେରି ଗୁଡ କେବେ ଆସିଲୁ ବାବୁ କେବେ ଆସିଲୁ ବାପା ବାବୁ ଆଗେ ଆଗେ କଣ ପଚାରୁଥିଲା? କେବେ ଆସିଲୁ ବାପା ହେଲା। ନେକ୍ସଟ ଗୋବିନ୍ଦ ଭାଇ ଲେଖକଙ୍କୁ କଣ ବ୍ୟାଖ୍ୟା କରି ଶୁଣାଉଥିଲା? ମନୋବତ ଚଉତିଶା ଭେରି ଗୁଡ ମନୋବୋଧ। ଠିକ ଅଛି ବସ। ମନୋବୋଧ ଚଉତିଶା। ମନୋବୋଧ ଚଉତିଶାର ଲେଖକ କିଏ? ସରି ରଚୟିତା ଭକ୍ତଚରଣ ଦାସ କବି ଭକ୍ତଚରଣ ଦାସ ଦାସ। ହଁ ଯେଉଁ ଶିକ୍ଷିତ ଅର୍ଦ୍ଧଶିକ୍ଷିତ ନବଯୁବକ ମାନେ ଚାକିରି ନ ପାଇ ଜନ୍ମଭୂମି ଛାଡି ନାହାନ୍ତି ସେମାନେ କାହାର ଆଶ୍ରୟ ନେଇଛନ୍ତି? ରାଜନୀତିକ ଆଶ୍ରୟରେ ନେଇଛନ୍ତି। ରାଜନୀତିର ଆଶ୍ରୟ ନେଇଛନ୍ତି। ଆହବର ଅର୍ଥ କଣ? ଯୁଦ୍ଧ ଆହବର ଅର୍ଥ କଣ? ଯୁଦ୍ଧ ଶୁଦ୍ଧ ଗୁଡ। ଆହାରର ଅର୍ଥ ଯୁଦ୍ଧ। ଆହବର ଅର୍ଥ ଯୁଦ୍ଧ। ଆଚ୍ଛା ଜନ୍ମଭୂମିକୁ ଫେରି ଯିବା ପାଇଁ ଲେଖକଙ୍କର କେଉଁ ସାହସ ନାହିଁ? ନୈତିକ ସାହସ ନାହିଁ। ଭେରି ଗୁଡ ନୈତିକ ସାହସ ନାହିଁ। ତାପରେ ପିଲାମାନେ ତୁମର ଯୋଉ ସରଳାର୍ଥ ରହିଛି ମୁଁ କହିଥିଲି ସମୟ ସ୍ରୋତରେ ଗୋଟେ ସରଳାର୍ଥ ଅଟେ ଏଇଟା ସେ ସରଳାର୍ଥଟିକୁ ମୁଁ ନେଇଛି ପରୀକ୍ଷାରେ ତମେ ମାନେ ସବୁ ସରଳାର୍ଥକୁ ଛାଡି ଦିଅ କିନ୍ତୁ ଚେଷ୍ଟା କରିବ ଲେଖିବା ପାଇଁ ଛାଡିବନି ତାକୁ ଅତି ସହଜ ସେଟା। ଦେଖ ସମୟ ସ୍ରୋତରେ ନିଃସହାୟ ଶୁଷ୍କ ତୃଣ ପରି ମୁଁ ଭାସି ଚାଲିଛି ଏଇଟା ଆସିଲା ହେଲା ପ୍ରଶ୍ନ ଏଇଟା। ତାହେଲେ ଆମେ କେମିତି ଲେଖିବା ନା ଯୋଉ ଆମର এই ବାକ୍ୟର ପ୍ରଥମ ନହେଲେ ଗୋଟିଏ ପଦକୁ ପ୍ରଥମେ ନେବା। ମୁଁ ନେଇଛି ଗୋଟିଏ ପଦ ନେଇଛି ହେଲା ସମୟ ଡଟ 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 ଚାଲିଛି ଶେଷ ପଦ ଗୋଟିଏ ନେବ ଗୋଟିଏ ନହେଲେ ଦୁଇଟି ମୁଁ ନେଲି ସମୟ ଆଉ ଚାଲିଛି ମଝିରେ ରହିଲା ଡଟ ଡଟ। ସଂକ୍ଷିପ୍ତ ଗଦ୍ୟାଂଶଟି ଯେହେତୁ ଏଟା ଗଦ୍ୟ ଅଟେ ଗଦ୍ୟର ଅଂଶ ଅଟେ ତେଣୁ ଆମେ ଗଦ୍ୟାଂଶ ଲେଖିଲି। ଯଦି ପଦ୍ୟ ଥାନ୍ତା ପଦ୍ୟାଂଶ ଲେଖିଥାନ୍ତି। ସଂକ୍ଷିପ୍ତ ଉକ୍ତ ଉଦ୍ଧୃତାଂଶ ଏଇଭଳି ଆମେ ଲେଖିପାରିବା ଏ ପ୍ରଥମରେ ମୁଁ ଏଠି ସଂକ୍ଷିପ୍ତ ନେଲି। ସଂକ୍ଷିପ୍ତ ଗଦ୍ୟାଂଶଟି କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ଲେଖକଙ୍କ ନାମ ରହିଲା ଏଟା କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ରଚିତ ଜନ୍ମଭୂମି ଜନ୍ମଭୂମିର ନାମ ରହିଲା ସରଳାର୍ଥରେ ତୁମେ ଲେଖକ କବି କିମ୍ବା ଯୋଉ ଆମର ପଦ୍ୟ କି ଗଦ୍ୟର ନାମ ସେଟା ମନେ ରଖିବା ନିହାତି ଜରୁରୀ। ରଚିତ ଜନ୍ମଭୂମି ଶୀର୍ଷକ ପ୍ରବନ୍ଧରୁ ଆନିତ ଏଠାରେ ପ୍ରାବନ୍ଧିକ ନିଜର ଅସହାୟ ବୋଧ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ଯେତେବେଳେ ମୁଁ ତାକୁ ବୁଝଉଥିଲି ତମମାନଙ୍କୁ ମୁଁ ସେଠି କହିଥିଲି ଯେ ଏଠି ତାଙ୍କର ଅସହାୟ ବୋଧ ବିଷୟରେ ସେ ବର୍ଣ୍ଣନା କରିଛନ୍ତି। ଦେଖ ଏଇଟା ସରିଲା ତାପରେ ଏବେ ଆମେ ବର୍ଣ୍ଣନାକୁ ଯିବା। ପ୍ରାବନ୍ଧିକ ଜନ୍ମଭୂମିର ସ୍ନେହ ସମ୍ପର୍କ ଠାରୁ ଦୂରେଇ ଆସି ଯଥେଷ୍ଟ ମାନସିକ ଗ୍ଳାନିର ଶିକାର ହୋଇଛନ୍ତି। ଯେଉଁ ଜନ୍ମଭୂମିରେ ସେ ଜନ୍ମଗ୍ରହଣ କରିଛନ୍ତି ଯାହାର ସ୍ନେହରେ ବଢିଛନ୍ତି ଯେଉଁଠାରେ ରୂପ ରସ ଗନ୍ଧ ଓ ସ୍ପର୍ଶର ପ୍ରଥମ ପରିଚୟ ପାଇଛନ୍ତି କ୍ରମେ ବୟସ ବୃଦ୍ଧି ହେବା ସହିତ କର୍ତ୍ତବ୍ୟର ଆହ୍ୱାନରେ ତାଠାରୁ ଦୂରେଇ ଆସିଛନ୍ତି ଯାହାକି ତାଙ୍କୁ ମାନସିକ ଗ୍ଳାନି ଦେଇଛି। ସେ ସେଥିପାଇଁ ସମୟ ସ୍ରୋତରେ ନିଜକୁ ନିହାତି ନିଃସହାୟ ମନେ କରିଛନ୍ତି। ତାପରେ ଆମେ ନିଜର ମତାମତ ଏଠି ଦେବା
ନା ଏହି ଅଭିବ୍ୟକ୍ତିଟି ଏକାନ୍ତ ମର୍ମସ୍ପର୍ଶୀ ବା ହୃଦୟକୁ ସ୍ପର୍ଶ କରିଲା ଭଳି ଅଟେ। ହେଲା, ଯାହା ତମକୁ କୁହାଯାଇଛି ତାହାକୁ 2-3 ଧାଡିରେ ତମେ ଖାଲି ବର୍ଣ୍ଣନା କରିବ। ହେଲା, ତେଣୁ ପରୀକ୍ଷାରେ ଯଦି ସଳାସ ଆସେ ତାହେଲେ ଆଦୌ କେହି ଛାଡିବ ନାହିଁ। କବି କିମ୍ବା ଲେଖକଙ୍କ ନାମ ମନେ ରଖିବ, ଆଉ ସେଇ କବିତା କିମ୍ବା ଯୋଉ ପ୍ରବନ୍ଧ ରହିଛି ତାକୁ ମନେ ରଖିବ। ଏଟା ହେଲା ତୁମର ଗୃହ କାର୍ଯ୍ୟ। ପଲ୍ଲୀକୂଳକୁ ଫେରିଯିବାରେ ତାଙ୍କର ନୈତିକ ସାହସ ନାହିଁ ବୋଲି ଲେଖକ କାହିଁକି କହିଛନ୍ତି? 2 ନମ୍ବର ହେଲା ଗ୍ରାମରେ ଦେଖାଯାଉଥିବା ଏକ ପରିବାରତ୍ବ ପରମ୍ପରା ସମ୍ପର୍କରେ ପଠିତ ପ୍ରବନ୍ଧକୁ ଭିତ୍ତି କରି ବର୍ଣ୍ଣନା କର। ପିଲାମାନେ, ପାଠ ତ ଶେଷ ହେଲା, ପ୍ରଥମ ଭାଗ ସରିଲା। କାହାରି କୌଣସି ଜାଗାରେ ଅସୁବିଧା ଅଛି, କିଏ କୋଉ ଜାଗାରେ ବୁଝିପାରିନ, ତାହେଲେ ପଚାରିପାର। ଠିକ ଅଛି, ପାଠଟିକୁ ପଢିଥିବ। ହେଲା, ଦ୍ୱିତୀୟ ଭାଗ ଯେତେବେଳେ ଆମେ ଆଲୋଚନା କରିବା ତାର ପରବର୍ତ୍ତୀ କ୍ଲାସରେ ତମେ ପଚାରିବ। ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ ସହଯୋଗ କରିଥିବାରୁ।